ପିଲାମାନେ, ଏନିଡ୍ ହେଉଛି ଭର୍ଜିଲଙ୍କ ଦ୍ୱାରା ରଚିତ ଏକ ପ୍ରମୁଖ ଲାଟିନ୍ ମହାକାବ୍ୟ। ଏଥିରେ ଟ୍ରୋଜାନ୍ ବୀର ଇନିୟସ୍ଙ୍କ କାହାଣୀ ବର୍ଣ୍ଣନା କରାଯାଇଛି। ଟ୍ରୟ ଯୁଦ୍ଧ ପରେ ସେ ଇଟାଲୀ ଯାତ୍ରା କରିଥିଲେ ଏବଂ ରୋମାନ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ। ଏହି କାବ୍ୟରେ ଇନିୟସ୍ଙ୍କ ଯାତ୍ରା, ବିଭିନ୍ନ ଯୁଦ୍ଧ ଏବଂ ତାଙ୍କ ଭାଗ୍ୟର ବିଷୟରେ ବର୍ଣ୍ଣନା କରାଯାଇଛି। ଏନିଡ୍ ମହାକାବ୍ୟରେ ଇନିୟସ୍ କିମ୍ବା ଆମେ ତାଙ୍କୁ ଏନିୟସ୍ ବୋଲି ମଧ୍ୟ କହିଥାଉ, ଯିଏକି ଏକ ପ୍ରମୁଖ ଚରିତ୍ର। ସେ ଟ୍ରୟର ଜଣେ ବୀର ଯୋଦ୍ଧା ଥିଲେ ଏବଂ ଦେବୀ ଭେନସ୍ ଓ ମଣିଷ ଆଙ୍କାଇସିସ୍ଙ୍କ ପୁତ୍ର ଥିଲେ। ଟ୍ରୟ ନଗରୀର ପତନ ପରେ ସେ ନିଜର ଲୋକମାନଙ୍କୁ ନେଇ ଏକ ନୂଆ ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ସମୁଦ୍ର ଯାତ୍ରାରେ ବାହାରିଥିଲେ। ଏହି ଯାତ୍ରା କାଳରେ ସେ ଅନେକ ବାଧାବିଘ୍ନ ଏବଂ ବିପଦର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତାଙ୍କର ଦୈବୀୟ ଭାଗ୍ୟ ଅନୁସାରେ ଇଟାଲୀରେ ପହଞ୍ଚିବାକୁ ପଡ଼ିଥିଲା। ସେଠାରେ ସେ ସ୍ଥାନୀୟ ଲୋକମାନଙ୍କ ସହିତ ଯୁଦ୍ଧ କରି ଶେଷରେ ରୋମାନ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ଇନିୟସ୍କୁ ରୋମାନମାନେ ପିୟସ୍ ବା କର୍ତ୍ତବ୍ୟପରାୟଣ ଭାବରେ ମଧ୍ୟ ଜାଣନ୍ତି, କାରଣ ସେ ସବୁବେଳେ ତାଙ୍କର ଭାଗ୍ୟ, ଦେବତା, ପରିବାର ଏବଂ ତାଙ୍କ ଲୋକମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟକୁ ସର୍ବୋପରି ରଖିଥିଲେ। ଏଇ ଯେଉଁ ମୁଖ୍ୟ କ୍ୟାରେକ୍ଟର ଆମର ରହିଲେ ଇନିୟସ୍, ତାଙ୍କ ମା' ଥିଲେ ପ୍ରେମର ଦେବୀ ଭେନସ୍, ଗ୍ରୀକ୍ର ପୁରାଣର ଆଫ୍ରୋଡାଇଟ୍, ଏବଂ ବାପା ଥିଲେ ଟ୍ରୟର ରାଜକୁମାର ଆଙ୍କାଇସିସ୍। ଗ୍ରୀକ୍ମାନଙ୍କ ସହିତ ଦୀର୍ଘ 10 ବର୍ଷର ଯୁଦ୍ଧ ପରେ ଟ୍ରୟ ନଗରୀର ପତନ ହେଲା। ଗ୍ରୀକ୍ମାନେ ଏକ ବଡ଼ କାଠଘୋଡ଼ା ବା ଟ୍ରୋଜେନ୍ ହର୍ସ ଭିତରେ ଲୁଚି ରହି ଟ୍ରୟ ନଗରୀ ଭିତରେ ପ୍ରବେଶ କରିଥିଲେ। ସେମାନେ ରାତିରେ ନଗରର ଦ୍ୱାର ଖୋଲି ଦେଇଥିଲେ ଏବଂ ସମଗ୍ର ସହରକୁ ପୋଡ଼ି ଦେଇଥିଲେ। ଏହି ଭୟଙ୍କର ସମୟରେ ଇନିୟସ୍କୁ ତାଙ୍କ ମା' ଭେନସ୍, ତାଙ୍କ ପରିବାର ଓ ଟ୍ରୟର କିଛି ଜୀବିତ ଲୋକଙ୍କୁ ନେଇ ସେଠାରୁ ପଳେଇ ଯିବା ପାଇଁ ଆଦେଶ ଦେଇଥିଲେ। ଇନିୟସ୍ ନିଜର ବୃଦ୍ଧ ପିତା ଆଙ୍କାଇସିସ୍କୁ କାନ୍ଧରେ ବସାଇ ପୁଅ ଆଙ୍କାନିୟସ୍ଙ୍କ ହାତ ଧରି ତାଙ୍କ ସ୍ତ୍ରୀ କ୍ରେଉସା ଏବଂ ଅନ୍ୟ ଲୋକମାନଙ୍କ ସହିତ ସହରରୁ ବାହାରି ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନେ ପଳାୟନ କରୁଥିବା ସମୟରେ ତାଙ୍କ ସ୍ତ୍ରୀ କେଉସା ହଜି ଯାଇଥିଲେ। ଇନିୟସ୍ ଓ ତାଙ୍କ ସାଥୀମାନେ ନୂଆ ରାଜ୍ୟ ଖୋଜିବା ପାଇଁ ସମୁଦ୍ର ଯାତ୍ରା ଆରମ୍ଭ କଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଇଟାଲୀ, କାରଣ ଦେବତାମାନେ ସେମାନଙ୍କୁ ସେଠାରେ ରୋମାନ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଭାଗ୍ୟ ପ୍ରଦାନ କରିଥିଲେ। ତାଙ୍କର ଏହି ଯାତ୍ରାରେ ଅନେକ ବାଧାବିଘ୍ନ ଆସିଥିଲା। ମୁଖ୍ୟତଃ ଦେବୀ ଜୁନୋ ତାଙ୍କ ପ୍ରତି ଈର୍ଷା ଓ କ୍ରୋଧ ହେତୁ ତାଙ୍କ ଯାତ୍ରାରେ ବହୁତ ଅସୁବିଧା ସୃଷ୍ଟି ହେଉଥିଲା। ପରବର୍ତ୍ତୀ ସମୟରେ ଏକ ଝଡ଼ ଆସିଥିଲା। ଏହି ଝଡ଼ରେ ତାଙ୍କ ଜାହାଜ ଭାଙ୍ଗିଯିବା ପରେ ଇନିୟସ୍ ଏବଂ ତାଙ୍କ ଲୋକମାନେ ଉତ୍ତର ଆଫ୍ରିକାର କାର୍ଥେଜ୍ ନଗରୀରେ ପହଞ୍ଚିଥିଲେ। ସେଠାରେ ସେମାନେ ରାଣୀ ଡିଡୋଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ଡିଡୋ ଇନିୟସ୍ଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ତାକୁ କାର୍ଥେଜ୍ରେ ରହିବା ପାଇଁ ଅନୁରୋଧ କରିଥିଲେ। ଇନିୟସ୍ କର୍ତ୍ତବ୍ୟପରାୟଣ ହେତୁ ନିଜର ଭାଗ୍ୟକୁ ଗୁରୁତ୍ୱ ଦେଇଥିଲେ ଏବଂ ଡିଡୋଙ୍କୁ ଛାଡ଼ିଯିବାକୁ ବାଧ୍ୟ ହୋଇଥିଲେ। ଇନିୟସ୍ଙ୍କ ବିରହରେ ଡିଡୋ ଆତ୍ମହତ୍ୟା କରିଥିଲେ। ଶେଷରେ ଇନିୟସ୍ ଇଟାଲୀରେ ପହଞ୍ଚିଥିଲେ। ସେ ତାଙ୍କ ପୁଅ ଆସ୍କାନିୟସ୍ଙ୍କ ସହିତ ନୂଆ ରାଜ୍ୟ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ଏଥିପାଇଁ ତାଙ୍କୁ ସ୍ଥାନୀୟ ରାଜା ଲାଟିନ୍ସଙ୍କ କନ୍ୟା ଲାଭିନିଆଙ୍କୁ ବିବାହ କରିବାକୁ ପଡ଼ିଥିଲା। ତେବେ ଲାଭିନିଆଙ୍କୁ ତାଙ୍କ ପୂର୍ବ ପ୍ରେମୀ ଟର୍ଣ୍ଣସ୍ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ଇନିୟସ୍କୁ ଟର୍ଣ୍ଣସ୍ ଏବଂ ଅନ୍ୟ ସ୍ଥାନୀୟ ଗୋଷ୍ଠୀ ସହିତ ଏକ ଭୟଙ୍କର ଯୁଦ୍ଧ କରିବାକୁ ପଡ଼ିଥିଲା। ଶେଷରେ
ଏନିୟସ୍ ଟର୍ନସକୁ ଯୁଦ୍ଧରେ ହରାଇ ହତ୍ୟା କରିଥିଲେ। ଏହାପରେ ସେ ଲାଭିନିଆଙ୍କୁ ବିବାହ କରିଥିଲେ ଏବଂ ନୂତନ ଟ୍ରୋଜାନ୍ ଓ ଲାଟିନ୍ ସମାଜର ମିଶ୍ରଣରୁ ଲାଟିୟମ୍ ନାମକ ଏକ ସହର ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ରୋମାନ୍ ସାମ୍ରାଜ୍ୟରେ ପରିଣତ ହୋଇଥିଲା। ଏହିପରି ଭାବେ ଏନିୟସ୍ ତାଙ୍କ ଭାଗ୍ୟକୁ ପୂରଣ କରିଥିଲେ ଏବଂ ରୋମର ପୂର୍ବପୁରୁଷ ଭାବରେ ସମ୍ମାନିତ ହୋଇଥିଲେ। ପିଲାମାନେ ଆଜି ଆଲୋଚନା କଲେ ଗୋଟେ ସୁନ୍ଦର ଏପିକ୍, ଗ୍ରୀକ୍ ଏପିକ୍ ଭିର୍ଜିଲଙ୍କ ଦ୍ୱାରା ରଚିତ ଏନିଡ୍। ଆଜି ପାଇଁ ଏତିକି। ପୁଣି ଦେଖା ହେବ ପରବର୍ତ୍ତୀ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।